ଜୟ ଜଗନ୍ନାଥ। ଏଇ ଶନି ମହାଗ୍ରହ ଖରାପ ପଡ଼ିଲେ କେଉଁ ରାଶିରେ ଶୁଭ କରେ, କେଉଁ ରାଶିରେ ଅଶୁଭ ପ୍ରଦାନ କରେ, ତା ପ୍ରଥମ ପାର୍ଟରେ ମୁଁ ଆପଣଙ୍କୁ ଅବଗତ କରାଇଥିଲି। ବର୍ତ୍ତମାନ ଆସନ୍ତୁ ଦ୍ୱିତୀୟ ପାର୍ଟରେ କ'ଣ ଗ୍ରହର ପ୍ରତିକାର କରିବେ। ପ୍ରତ୍ୟେକ ଦିନ ସକାଳୁ ଅଂ ବିପନଂ ତନ୍ତ୍ରାୟ ବ୍ରହ୍ମ ମନ୍ତ୍ର ଜପ କରି ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ କିଛି ଖାଦ୍ୟ ଦେଲେ ଶନି ମହାଗ୍ରହ ସନ୍ତୁଷ୍ଟ ହୁଅନ୍ତି। ତାପରେ ଶନି ମହାଗ୍ରହ କାହାରି ଗର୍ବ, ଅହଙ୍କାର, ଦାମ୍ଭିକତା ଏବଂ କପଟତା, ମିଥ୍ୟାବାଦୀକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଏଭଳି ବ୍ୟକ୍ତି କଲେ 1 ଗୁଣ ଜାଗାରେ 10 ଗୁଣ ଜାଗା ସେ କଷ୍ଟ ଭୋଗନ୍ତି। ତାପରେ ଶନି ଗ୍ରହର ବର୍ଣ୍ଣ ହେଲା କଳା। ତାଙ୍କର ଇଷ୍ଟଦେବୀ ହେଲେ ମହାକାଳୀ। ଏହି ଗ୍ରହକୁ ଶାନ୍ତ କରିବାକୁ ହେଲେ ଶନିକୁ ଅନେକ ବ୍ୟକ୍ତି ଦୁଃଖ କ୍ଲେଶ ଦାତା ବୋଲି କୁହନ୍ତି। ପ୍ରକୃତିରେ ଶନି ମହାଗ୍ରହ ସେଇଆ ନୁହନ୍ତି। ମନୁଷ୍ୟ ପୂର୍ବ ଜନ୍ମରେ ଯେଉଁ କୁକର୍ମ କରିଥାଏ ତାହାକୁ କୁଫଳ ବର୍ତ୍ତମାନ ଭୋଗ କରେ। ଶନିଦେବ ଚାହାନ୍ତି କୁପଥ ବ୍ୟକ୍ତିକୁ ସୁପଥକୁ ଆଣିବା ନିମନ୍ତେ। ତାପରେ ଆପଣ ଶନିବାରେ ଗୁରୁବାରେ ସଂଯମତା ଅବଲମ୍ବନ କରିବେ। କେଶ, ନଖ, ଦାଢ଼ି ଇତ୍ୟାଦି କାଟିବେ ନାହିଁ। ସତ୍ୟ, ନ୍ୟାୟ, ଧର୍ମ ପ୍ରତିଷ୍ଠାରେ ପୀଡ଼ିତମାନଙ୍କୁ ନିଚ ସ୍ତରରେ ରହୁଥିଲେ ତାହାକୁ ସାହାଯ୍ୟ କରିବେ। ତାପରେ ଶନିବାର ଦଶରଥ ଶନି ସ୍ରୋତ କିମ୍ବା ହନୁମାନ ଚାଳିଶା ପାଠ କଲେ ଶୁଭ ଫଳ ପ୍ରଦାନ ମିଳିଥାଏ। ତାପରେ ରାତ୍ରରେ ଶୋଇବା ସମୟରେ ବିପନ୍ନ ଚନ୍ଦ୍ରାୟ ବ୍ରହ୍ମ ଏହି ମନ୍ତ୍ରଟି ଜପ କଲେ ଶୁଭ ଫଳ ପ୍ରଦାନ ମିଳିଥାଏ। ଶନି ଦଶା କାଳରେ ବୃଷଭ, ଶ୍ୱାନ, କାକ ଆଦି ପଶୁପକ୍ଷୀମାନଙ୍କୁ ନିରାପଦ ଦୂରରେ ରଖିବା ଭଲ। ତାଠୁ ଯେତେ ଦୂରରେ ଆପଣ ରହିବାଟା ଭଲ। ନ ରହିଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ସେମାନେ କିଛି ଅନିଷ୍ଟ ନ କରିବେ, ତାଙ୍କୁ କିଛି ଖାଦ୍ୟ ଦେବାଟା ଭଲ ହେବ। ଆପଣ ତାପରେ ଶନିଙ୍କର ବୀଜ ମନ୍ତ୍ର ହେଲା ଆପଣ ପଢ଼ିବେ। ନମ୍ବର 1 ହେଲା ଆପଣଙ୍କର ତୃତୀୟ ପାର୍ଟରେ ଶନିଙ୍କର ବୀଜ ମନ୍ତ୍ର ଏବଂ ତାହାର ପ୍ରତିକାର ସମ୍ବନ୍ଧରେ ଆଉ ଆପଣଙ୍କୁ କିଛି ଅବଗତ କରାଇବେ।